ତାଙ୍କୁ ସମସ୍ତେ କିଭଳି ଭାବରେ ରଖିବେ ଆଗାମୀ ଦିନମାନଙ୍କୁ। ତେଣୁ ତାଙ୍କରି ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯାହା ସଂଗଠିତ ହୋଇଛି ଇଏ ଉଇଥ୍ ବୃତ୍ତରେ ପଦାର୍ପଣ କଲା। ବହୁ ବାଧାବିଘ୍ନ ସତ୍ତ୍ୱେ ଏ ଟୁର୍ଣ୍ଣାମେଣ୍ଟ ଦିନକୁ ଦିନ ଆହୁରି ଆଗେଇ ଚାଲିଛି। ଅଧିକରୁ ଅଧିକ କ୍ରିକେଟ ଦଳମାନେ ଆସିକି ଅଂଶଗ୍ରହଣ କରୁଛନ୍ତି। କାରଣ ମୋର ମନେ ପଡ଼େ 1995 ମସିହା ଯେତେବେଳେ ପ୍ରଥମ ଥର ପାଇଁ ସୁନ୍ଦରପୁର ଅଞ୍ଚଳରେ ମୁଁ ପ୍ରବେଶ କଲି ଯେ ପ୍ରଥମେ ଆସିଲି ଏଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଆଜି 17 ବର୍ଷ ଅତିବାହିତ ହୋଇଯାଏ। ଧାରାବାହିକ ଭାବରେ ଅନେକ ଥର ସୁଯୋଗ ପାଇଛି। ସମସ୍ତ ସଂଗଠକ ମାନଙ୍କୁ ମୁଁ ଆନ୍ତରିକ ଅଭିନନ୍ଦନ ଦେବି, କୃତଜ୍ଞତା ଜଣାଇବି, ଧନ୍ୟବାଦ ଦେବି। ମତେ ମନେ ରଖିଛନ୍ତି ଏବଂ ଅନେକ ଥର ମତେ ଅନ୍ତିମ ପର୍ଯ୍ୟାୟ ଫାଇନାଲ ଖେଳରେ ମତେ ସୁଯୋଗ ଦେଇଛନ୍ତି ଖେଳ ଦେଖିବା ପାଇଁ, ଆପଣ ପାଇଁ ଦେଖିବା ପାଇଁ। ଆଜିର ସଭାପତି ବରେନ୍ଦ୍ର ସୁରେନ୍ଦ୍ର ବାବୁ କେମିତି ଜଣେ ଶିକ୍ଷାବିତ, ଅତ୍ୟନ୍ତ ଆଦର୍ଶ ସୁନାମଧନ୍ୟ ଶିକ୍ଷକ ଭାବରେ ତାଙ୍କ ଅଞ୍ଚଳରେ ଲାଗେ। ଏବଂ ଆଜିର ଅନ୍ୟତମ ଅତିଥି ଶ୍ରୀ ବିଜୟ ପ୍ରଧାନ, ତାଙ୍କ ବିଷୟରେ ଶୁଣିଲେ। ପ୍ରତିରକ୍ଷା ବାହିନୀରେ କାର୍ଯ୍ୟ କରି ଦେଶ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରତିରକ୍ଷା ବାହିନୀର ଆସିବା ପରେ ଅବସର ସମୟରେ ନିଜ ଜନ୍ମ ମାଟି ନିଜ ଗାଁକୁ ଏକ ଆଦର୍ଶ ଗାଁରେ ପରିଣତ କରିବା ପାଇଁ ଅନେକ କିଛି କାର୍ଯ୍ୟକ୍ରମ ସେ ଆଗେଇ ଦେଇଛି। ଏବଂ ଆମର ଅତିଥି ଭାବରେ ଆଉ ଜଣେ ଆମର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କିଶୋରୀ ମହୋଦୟା ସେ ଉପସ୍ଥିତ ଅଛନ୍ତି। ସଂଗଠକ ବନ୍ଧୁମାନେ ଆପଣମାନେ ସମସ୍ତେ ପୁରସ୍କାର ନେଇ ନିଜ ନିଜ ଜାଗାରେ ଧରିଯିବେ। ଅଧିକ ସମୟ ଆପଣମାନଙ୍କୁ ମୂଲ୍ୟବାନ ସମୟ ନଷ୍ଟ କରିବାକୁ ଚାହିଁବି ନାହିଁ। ଏବେ କିଛି ଅଧିକ ଭାଷଣ ଦେଇଛି। ଏଥିରେ ଆମର ଅନୁଭବ ହେଉଛି ଯେ ଭାରତ ବର୍ଷରେ ଆଜି ଗ୍ରାମାଞ୍ଚଳରେ ମଧ୍ୟ କ୍ରିକେଟ ଏଭଳି ଭାବରେ କ୍ରିକେଟ ଖେଳକୁ